ଆଜିର ଏଇ ରେସିପିଟା ଦେଖିବାକୁ ଯେମିତି ସାଧା ସିଧା ସିମ୍ପଲ୍ ଅଛି। ଆପଣମାନେ କିଛି ବି ଯେହେତୁ ଯୋଗାଡ଼ି ନଥିବେ ତ ଫଟାଫଟ ଏଇ ରେସିପି କରିନେବେ। ନା ସୁଜି ନା ଅଟା ନା ଯେହେତୁ ମାଣ୍ଡିଆ। ଚାଲନ୍ତୁ ମୁଁ କେଉଁଥିରୁ ତିଆରି କରିଛି ଆପଣଙ୍କୁ ଦେଖେଇବି। ତା ପୂର୍ବରୁ ବି ଉପର ପଟେ ତ ଦେଖିଲେ, ଭିତର ପଟେ ଷ୍ଟଫିଂ ଦେଖନ୍ତୁ, ତା ସହିତ ଏଇ ଚଟଣିଟା ପୁରା ଜବରଦସ୍ତ ହେଇଛି। ଚାଲନ୍ତୁ ଆଉ ଡେରି ନ କରି ଫଟାଫଟ ରେସିପି ଆଡ଼ୁ ଯିବା। ପ୍ରଥମରେ ଚଟଣିରେ ସାମଗ୍ରୀ ଯେହେତୁ ଆପଣଙ୍କ ଦେଲେ ସେୟାର କରିଛି। ତ ଚଟଣି ପାଇଁ ଦେଖନ୍ତୁ ମୁଁ କ'ଣ କ'ଣ ଏଠି ନେଇଛି ଆପଣଙ୍କୁ ଦେଖେଇ ନେଉଛି। ତ ଦେଖନ୍ତୁ ନେଇଛି ଚଣା ଡାଲି, ତାପରେ ଦେଖନ୍ତୁ କଞ୍ଚାମରିଚ ରାଗ ଦେଖିକିରି ଯେହେତୁ ନେବେ। ମୋର ଏଇ ମରିଚ ଯାହା ରାଗ ଅଛି ସେଥିପାଇଁ 2ଟି ନେଇଛି। ତାପରେ ରସୁଣ କିଛି ଅଳ୍ପ, ତାପରେ ଦେଖନ୍ତୁ ମେସିଆ ପତ୍ର, ତାପରେ ଧନିଆ ପତ୍ର ଏସବୁ ତ ନେଇଯାଇଛି। ତାପରେ ଯେହେତୁ ଏବେ ମାର୍କେଟରେ ସିଜନ୍ ଯେହେତୁ ଆସିଛି ଋତୁ, କାକୁଡ଼ି ଚାମି, ତ କାକୁଡ଼ି ଚାମିକି ନେଇକିରି ଚଟଣି କରିଛି। ଆପଣ ବିଲିଭ୍ କରିପାରିବେନି, ଆପଣ ଥରେ ଏମିତି ଭାବେ ଟ୍ରାଏ କରନ୍ତୁ, ଦେଖିବେ ଆପଣ କାକୁଡ଼ି ଆଉ ଯେହେତୁ ଲୁଣ ମରିଚ ଗୋଳେଇ ଖାଇବାକୁ ମନ କରିବେନି, ଏଇ ଭାବେ ଯେହେତୁ ଚଟଣି କରି ଖାଇବାକୁ ମନ କରିବେ। ତ ଚାଲନ୍ତୁ ତା ସହିତ ଏଠି ଗୋଟେ ଲେମ୍ବୁ ବି ନେଇଯାଇଛି। ତ କରେଇ ଅଲରେଡ଼ି ଗରମ କରିବା ବସାଇ ଦେଇଛି ଧିମା ଆଞ୍ଚ ଦେଇକି। ଯେହେତୁ ଆପଣମାନେ ଫୁଟଣଟା ଫୁଟେଇବେ ତ କରେଇ ଗରମ ହେଇସାରିଲା ପରେ ତେଲ ପକାଇ ନେବେ। ଶୁଖିଲା ମରିଚଟି ବି ଗୋଟେ ପକାଇବେ, କାହିଁକିନା ଶୁଖିଲା ମରିଚ ପକାଇଲେ ବାସ୍ନା ହେବ। ତାପରେ ଟିକେ ଜିରା ପକାଇ ନେବେ। ଜିରା ପକାଇଲେ ଯେହେତୁ ଜିରାର ବାସ୍ନା, ଶୁଖିଲା ମରିଚର ବାସ୍ନା ବି ଦ୍ୱିଗୁଣ ଯେହେତୁ ବଢ଼ିଯିବ। ତ ଚାଲନ୍ତୁ ଆଉ ଡେରି କାହିଁ କରିଛି, ସବୁତକ ଭାଜି ନେବା। ଭାଜି ସାରିକିରି ଚାଲନ୍ତୁ ଏକାନି ଯେହେତୁ କାକୁଡ଼ି ଆଉ ଚାମିକି କାଟି ନେବା। କାକୁଡ଼ି ଚାମିକି କାଟିଦେବା ପୂର୍ବରୁ କାକୁଡ଼ି ଜମା ଚାଞ୍ଚିବେନି। କାକୁଡ଼ିର ଚୋପା ଥିଲେ ସ୍ୱାଦିଷ୍ଟ ଆହୁରି ଦ୍ୱିଗୁଣ ବଢ଼ୁଛି। ତ ଚାଲନ୍ତୁ ଯେମିତି କହିଥିଲି କାକୁଡ଼ି ଜମା ଚାଞ୍ଚିନି, ତାର ମୁଣ୍ଡି ଆଉ ଟେମ୍ପି କାଢ଼ିନେଲି। କାଢ଼ି ସାରିଲା ପରେ 3-4 ଗୋଡ଼ି ସାହାଯ୍ୟରେ ତାକୁ କାଟିନେଲି ନା ଗ୍ରାଇଣ୍ଡରରେ ଯେହେତୁ ଗୋଳାଇବା ପାଇଁ ଇଜି ରହିଯାଉଛି। କାକୁଡ଼ି ଚାମି ଆପଣଙ୍କର ହିସାବରେ ଯେହେତୁ ଆପଣ ନେବେ, କମ୍ ଅଧିକ କରିବେ। ହଁ, ଚୋପା ସିନା ଚାଞ୍ଚିନି କିନ୍ତୁ ଟେଷ୍ଟ ନିହାତି କରିବେ, କାହିଁକିନା ଗୋଟେ କାକୁଡ଼ି ଯେହେତୁ ପିତା ଅଂଶ ରହିଯାଉଛି, ଚାମି ଯେହେତୁ ମାନେ କଷାପଣ ଟିକେ ରହିଯାଉଛି। ତ କାଟିଲା ପୂର୍ବରୁ ଟିକେ ଚାଖି ନେବେ। ତ ଚାଲନ୍ତୁ ଦେଖନ୍ତୁ ମୁଁ 2ଟି ଯେହେତୁ ନେଇଯାଇଥିଲି କାକୁଡ଼ି, ଗୋଟେ ଚାମି ନେଇଯାଇଥିଲି, ତ ଏତେ ସାରା ହେଇଯାଇଥିଲା। ତ ଏମିତି ଭାବରେ ଆପଣ ଚଟଣି କରି ଖାଇଛନ୍ତି। ଯଦି ଖାଇନାହାନ୍ତି ତାହେଲେ ଏମିତି ଭାବେ ଥରେ ଟ୍ରାଏ କରନ୍ତୁ। ପିଲାମାନଙ୍କୁ ଟିଫିନ୍ରେ ଦିଅନ୍ତୁ, ଦେଖିବେ ପିଲାମାନଙ୍କ ଟିଫିନ୍ ବି ଖାଲି ହେଇଯିବ। ତା ସହିତ ଆପଣ ସକାଳ ମର୍ଣ୍ଣିଂରେ ବି ଯେହେତୁ ଆପଣ କିଛି ହେଲ୍ଦି ଖାଇବାକୁ ଚାହୁଁଛନ୍ତି, ଏଇ ଭାବରେ ଯେହେତୁ ଚଟଣି ସହିତ ଏଇ ରେସିପିରେ ନିହାତି କରିବେ। କାହିଁକିନା ତେଲ ଯେହେତୁ ଖାଇଲେ ଆମର ଯେହେତୁ ଚର୍ବି ବଢ଼େ, ତା ସହିତ ଗ୍ୟାଷ୍ଟ୍ରିକ୍ ଦ୍ୱିଗୁଣ ହେଇଯାଏ। ତ ପ୍ରତ୍ୟେକ ଦିନ ଆମେ ତେଲ ମସଲା ତ ଖାଇପାରିବାନି। ତ ଏମିତି ଭାବରେ ଆପଣ ଥରେ ଟ୍ରାଏ କରନ୍ତୁ। ଦେଖନ୍ତୁ ଏକାନି କାଟିବା ଚକରେ ଟିକେ ଯେହେତୁ ମୋର ବ୍ରାଉନ୍ ହେଇ ଆସିଲା, ତ ଫଟାଫଟ ସବୁତକ କାଢ଼ି ନେଲି। ତ କାଢ଼ି ସାରିବା ପୂର୍ବରୁ ଚାଲନ୍ତୁ ପ୍ଲେଟ୍କୁ କାଢ଼ି ନେବା, ତାକୁ ଥଣ୍ଡା ହେବାକୁ ଛାଣିବା। ଥଣ୍ଡା ହେଇସାରିଲା ପରେ ଯେହେତୁ ଏକାନି ତ ମୁଁ କାକୁଡ଼ି ଚାମି ଅଲରେଡ଼ି କାଟି ନେଇଛି, ତ ଧନିଆ ପତ୍ର ବି ଆପଣ କମ୍ ଅଧିକ କରିପାରିବେ। ତ ଚାଲନ୍ତୁ ଏବେ ଯେହେତୁ ଭିତରେ ଷ୍ଟଫିଂ ଦେବା ପାଇଁ ଆମେ ଯେହେତୁ ଯୋଗାଡ଼ିବା, ତ ମୁଁ ପିଆଜ ଟିକେ ଅଧିକ ମାତ୍ରା ନେଇଛି, ଆପଣ କମ୍ ଅଧିକ କରିପାରିବେ ଆପଣଙ୍କ ହିସାବରେ। ତ ଚାଲନ୍ତୁ ସେଇ କରେଇରେ ମୁଁ ପିଆଜ ପକାଇ ନେଲି, ତେଲ ଟିକେ ପକାଇ ନେଲି। ଅଧିକ ମୋତେ ତେଲ ବି ଦେଖନ୍ତୁ ଏରେ ଖର୍ଚ୍ଚ ହେଉନି, ଆପଣଙ୍କ ହିସାବରେ ଯେହେତୁ ଆପଣ ଚଟଣି। ତାପରେ ଚୁଡ଼ାର ଯେଉଁ ମଣ୍ଡା ବି କହିପାରିବେ। ତ କାହିଁକିନା ଏତେ ସ୍ୱାଦିଷ୍ଟ ଲାଗୁଛି, ଆପଣ ଥରେ ଟ୍ରାଏ କରିବେ। ତାପରେ ଟିକେ ମୁଁ ନଡ଼ିଆ ପକାଇ ନେଇଛି। ନଡ଼ିଆ ମୋ ପାଖରେ ଥିଲା ତ ପକାଇ ନେଇଛି, ଯଦି ଆପଣଙ୍କ ପାଖରେ ଥିବ ତ ପକାଇ ପାରିବେ, ନାହିଁ ଯଦି ଇଗ୍ନୋର୍ ବି କରିପାରିବେ। ତ ନିହାତି କାକୁଡ଼ି ଚାମିରେ ଏଇ ଚଟଣିରେ ନିହାତି କରିବେ, କାହିଁକିନା କାକୁଡ଼ି ଚାମିରେ ଏଇ ଚଟଣି ଯେତେବେଳେ କରି ଖାଇବେ ସେତେବେଳେ ଯେହେତୁ ମୋ କଥା ମନେ ପକାଇବେ। ଆଜିର ଏଇ ଦୁଇଟି ଯଦି ରେସିପି ଆପଣଙ୍କୁ ଭଲ ଲାଗିବ, ନିହାତି ଗୋଟେ ଲାଇକ୍ କରିବେ, ବହୁତ ମୋତେ ସେୟାର କରିବେ। ତ ଚାଲନ୍ତୁ ଡେରି ନ କରିକି ସବୁତକ ଯୋଗ ନେଲେ ଏସବୁ ସାଇଡ଼୍ ଥୋଇ ନେବା। ସାଇଡ଼୍ ଥୋଇ ସାରିବା ପୂର୍ବରୁ ଟିକେ ଲେମ୍ବୁ ପକାଇ ନେବା। ଯଦି ଆପଣଙ୍କ ପାଖରେ ଲେମ୍ବୁ ନାହିଁ ତ ତେନ୍ତୁଳି ଟିକେ ଦେବେ, କାହିଁକିନା ଖଟା ଅଂଶ ଯଦି ନ ଦେବେ ତ ଚାମି ଆଉ କାକୁଡ଼ି ଆମେ ଯେହେତୁ ଗ୍ରାଇଣ୍ଡର କରିବା ନା, ତାର ବାସ୍ନାଟା ଟିକେ ଆସିବ। ତ ଟିକେ ଖଟାପଣ ପକାଇ ନେଲେ ଦେଖିବେ ଆଉ ବାସ୍ନା ଜମା ଆସିବନି। ତ ଚାଲନ୍ତୁ ସେକେଣ୍ଡ ତ ମୁଁ ବସାଇ ନେଇଛି ଷ୍ଟଫିଂ କରିବା ପାଇଁ ଭିତରେ। ଏକାନି ଯେହେତୁ ଚୁଡ଼ା କାଢ଼ି ନେଲି, ଚୁଡ଼ାକୁ ଦେଖନ୍ତୁ ଗୋଟେ ବେସିନରେ ରଖିବେ, ଏମିତି ଗୋଟେ ଜାଲିରେ ରଖିବେ, କାହିଁକିନା ତାକୁ ମାନେ ସେ ବେସିନରେ ଯଦି ଆପଣ ଡାଇରେକ୍ଟଲି ଧୋଇବେ ତ ଚୁଡ଼ାଟା ପୁରା ନରମ ହେଇ କୁତକୁତା ହେଇଯିବ। ଆପଣ ଏମିତି ଭାବେ ଯେହେତୁ ଅଳ୍ପ ପାଣି ପକାଇ ଅଳ୍ପ କରି ଧୋଇବେ, ତ ଆପଣଙ୍କ ଚୁଡ଼ା ଯେହେତୁ ହାର୍ଡ଼ ବି ରହିବ। ଦ୍ୱିତୀୟରେ ଆପଣଙ୍କର ଯେହେତୁ ଅଧିକ ମାତ୍ରାରେ ବିରିୟାନୀ, ଯେମିତି କହିଥିଲି କମ୍ ଅଧିକ ଆପଣ ଉପରେ ନିର୍ଭର ହେଉଛି। ଆପଣ କେତିକି କରିବେ ସେଇ ଅନୁସାରେ ଯେହେତୁ ସବୁକିଛି ନେଇଯିବେ। ଆଇରେ କିଛି ତ ମେଜରମେଣ୍ଟ ନାହିଁ, ଆପଣଙ୍କ ଉପରେ ଯେହେତୁ ରହୁଛି। ତ ଚାଲନ୍ତୁ ଏମିତି ଭାବେ ଦେଖନ୍ତୁ ଗୋଟେ ଥର ଧୋଇ ନେଲି, ତାପରେ ଆଉ ଯେହେତୁ ଧୋଇ ନେବି। ତ ଦେଖିପାରୁଛେ ନା ଏତେ ଇଜିଲି ଚଟପଟ ହେଇଯାଉଛି। କିଛି ବି ଯଦି ଆପଣଙ୍କର କରିବାକୁ ମୁଡ଼ ନଥିବ ତ ଏମିତି ଭାବରେ ଆପଣ କରିଲେ ନା
जेहेतु आपण खाइबार जो चान चान लगी द्वितीय जेहेतु फटाफट हो बास देखो दुईटी जेहेतु दुईटी जिनस जेहेतु हो जाए देखिए ना चूड़ा देखो ये भाव धोलु के झंझणिया होती तो चलते कहीं पिज भी भाजलानी टमाटो दुईटी पकईने टमाटो दुईटी पकई घर मसला गुंड सब पकईना जमीक हल्दी गुंड मरच गुंड तब स्वाद अनुसार लुण तब टिके जस्ट पानी देदेबा पानी नदेले जेहेतु तलपटे पोड़ी उठब धीमा आंचरे सबतक करवा तो देखो टमाटो जेहेतु कषेगलानी चलते आम सीझे रखी अलरेडी आलू तो आलू को पकईनेबी आलू पकई सारापर से मुझे डायरेक्टली आईरी पकई चकुड़ नेबी कहीं मो जो चकुड़ा अच्छी तो आप चकुड़ी नहीं पारे ना जब एमती भाव कर पारे से आपड़ निर्भर अच्छी किसी टेस्ट फेस्ट अलग नहीं कहीं जेहेतु मोर टे समय नाला से मुझे डायरेक्टली पकईदेली तो चलते चकु नेली चकुड़ी जेहेतु गैस धीमा आंच देकर भलसे चकु नेबा चकुड़ी एकानी जेहेतु फटाफट जेहेतु करवा तो देखिए अच्छे ना चूड़ा देखो खिला पेरी होती चटनी भी आम ठंडा होगलानी सेकानी जो चकुड़ा चकुड़ी कर गैस को बंद करने ये सब तक आम प्रिपरेसन रेडी करने रेडी करने पूर्व हाँ आपन ये रेसिपी केमती लगे आपण मतामत निश्चय कमेंट मध्य जनइबे चलते डेरी न करी तो सबतक चकु नेली बेलारे भलसे मिक्स करनेबी मिक्स करके जेहेतु आगू आपन देखेबी केमी कौ भाव देखा जाउची तो देखिए अच्छे ना केते इजिली सरल भाव हो जाऊँगी भीतर स्टफिंगटा ही देखो केते जेहेतु मुहर पानी आसी केवल आए आम जेहेतु टमाटो पियाज घर मसला नहीं जाती तथापि देखो केते जेहेतु सुंदर देखा जाउची ता सहित आपने कर खाइबे स्वादिष्ट भी द्विगुण लगुच तो चलतु चूड़ारू तो मुझे अनेक किसी रेसिपी आपन देले सेयार करछि किंतु आज रेसिपी पूरा अलग अच्छी ता सहित छटपटा भी हो जाऊँगी अध घंटे भी लगुनि जेहेतु फटाफट हो जाऊँगी सतरे कहूँ आपने थोड़े ट्राए करूँ जानवे आपने जेहेतु मुझे सत कहूँ मिछ कहूँ तो चलतु तो कहीं देखो वीडियो आपने देखिले भावुथे बहुत समय लगुच किंतु जमा समय नहीं ताको देखो आलू फुटा मिक्स होगापर गैस बंद करदेली ठंडा बचा ना एकानी जेहेतु आम सब किसी जोगाड़ी जो रखीदे सी भी ठंडा होगानी सबतक पकईने ग्राइंडर ग्राइंडर पकई अल्प टिके जेहेतु पानी पकईवा स्वाद अनुसार लुण पकईने टिके राशि भी पकईने राशि पकई जेहेतु फटाफट ग्राइंडर बुले ने ग्राइंडर बुले सारापर आगू आगू केमती कौन हम आपको डिटेल कहबी तो चलते एवं जेहेतु ग्राइंडर करके नहीं आसी देखिए ना पूरा फाइन पेस्ट करने माने बेसी ग्राइंडर जेहेतु बुलेनी से नाड़ू अंश पे टाइप आसीज टे चालू बंद कर जेहेतु करेंगे चालू बंद कर फाइन पेस्ट करने जमा नाड़ू अंश आसबनी बहुत लोग कहते जो जिनस ग्राइंडर कराए से जिनस जी ग्राइंडर कर तो नाड़ू अंश आसे ना अरे बाबा मु तो जेहेतु आपन सेयार कर थे ट्राए कर तो नाड़ू अंश आसूसी कि बेस्ट लगुच आपने जानवे न जाणी न देखिकी जो कहते ना किसी न जाणी जी कमेंट करेंगे तो आपने जानवे केमती से जिनसर स्वादिष्ट केमती तो आपने थे ट्राए करूँ मुझे जो जो रेसिपी ने आपने सेयार कर जानवी तार रेसिपी ने स्वादिष्ट केमती तो चलतु कथा कथा देखो टिके लेंबू चिपू नेली लुण पकई घाटी नेली तापर जेहेतु एकानी प्रोसेसन करवा प्रिपरेसन तो देखो जमती मुझे चूड़ा धोईकी रखी अल्प किसी बेसन ने अल्प अल्प कर पकेबे कहीं जेहेतु आराम से टी मिक्स करने बेसन कहीं बेसन जब न पकेबे तो ये जेहेतु चूड़ाटा बांधिला भी रही से टी बेसन अल्प पकाउे हाथ बुलाऊे पूरा देखो जेहेतु चूड़ा जेहेतु पानी अलरेडी झिकी पूरा झंझणिया टाइप अच्छी से जेहेतु गुड़ा हेनी टी जस्ट मुझे पानी नहीं आसी टी जमी आम छिंचु से टाइप छिंची छिंचिक जेहेतु मुझे उदलिया टाइप करी कौ टाइप करी मुझे देखेबी आपने जेहेतु वीडियो को सब एंड जाए देखूँ सब जेहेतु देखिकी डिटेल बुझतु घरे ट्राए करूँ तापर स्वादिष्ट लगे मत निहाती कमेंट जनातु तो फटाफट देखिए फटाफट जेहेतु कमेंट करने कहूनी तो चलतु सेकेंड तो भलसे मिक्स करने चकड़ा चकड़ी करेंगे एकानी जेहेतु आम भितर जो पूर देवा चूड़े जेहेतु छोट छोट गुड़ा करने छोट छोट गुड़ा करने देखो छोट बड़ आप निर्भर हो मुझे बड़ साइज जेहेतु करी कहीं जेहेतु छोट छोट कर गिनती कर मत जेहेतु भल लगे मुझे अधिक टाइप बड़ करने पसंद करे से देखो मो गुड़ा जाक मीडियम टाइप कची चलते ये भाव देखो चूड़ा को जेहेतु चकड़ी रखी देखिए अच्छे ना हाथ धले जे उतापण लगुच तो सान भी चली आसला पानी मागे तो पानी देदेली तो देखो ये भाव में मुझे जमी कहूँ टाइप टे उदालिया टाइप करेंगे।
तो ଏବେ ଚାଲନ୍ତୁ ଗୁଳା କରିବା। ଯଦି ଆପଣଙ୍କ ହାତରେ ଯଦି ଏମିତି ଶୁଖିଲା କାଠୁଆ ଗୁଳା ହେଉନି ତ ଆପଣ ପାଣି ହାତ ନେଇକିରି ବି କରିପାରିବେ। ଯେମିତି ଆମେ ଲଡ଼ୁ ଫଡ଼ୁ ପାଗ କରୁଛେ ନା ସେମିତି। ତାପରେ ଦେଖନ୍ତୁ ଯେ ପାଣିରେ ଟିକେ ସାହାଯ୍ୟରେ ଚକୁଡ଼ିକିରି ଆରାମସେ ଓଦା କରି କରିବେ। କାହିଁକିନା ଆମେ ବାକି ଗୁଳାଟାକ କଲାରୁ ପାଣି ଯେହେତୁ ଶୁଖିଯିବ କିଛି ଟେନସନ୍ ନେବେନି, କିଛି ଭାଙ୍ଗିବନି କି ଯେହେତୁ ଗୁଳା ହେବନି ବୋଲି ଜମା ଡରିବେନି। ଦେଖନ୍ତୁ ମୁଁ ଯେମିତି ଆପଣଙ୍କୁ ସେୟାର କରିଛି ସେଇ ଟିପ୍ସ ଏନେ ଆପଣ ଫଲୋ କରନ୍ତୁ। ସବୁବେଳେ ମୁଁ ପୁଣି ଥରେ କହୁଛି ଭିଡ଼ିଓକୁ ଭଲସେ ଦେଖନ୍ତୁ। ପ୍ରଥମରେ ଦେଖନ୍ତୁ, ଘରେ ନିଶ୍ଚୟ ଟ୍ରାଏ କରନ୍ତୁ। କାହିଁକିନା ହେଲ୍ଦି ବି ରହୁଛି, ତା ସହିତ ଛଟପଟ ହେଇଯାଉଛି, ତା ସହିତ ଖାଇବାକୁ ଯେହେତୁ ଆନନ୍ଦ ମିଳୁଛି। କୌଣସି ବି ଜିନିଷ ଆମେ ମେହନତ କରିବା, ସେଇ ମେହନତ ଯଦି ଫଳ ମିଳିବ ନା ଯେହେତୁ ଖୁସିରେ ଦ୍ୱିଗୁଣ ବଢ଼ିଯାଉଛି। ଯଦି ମେହନତ ମିଳିବନି ତ ଖୁସିରେ ତ ଖୁସି ତ ପାଦ ତଳୁ ମାଟି ଖସିଲା ପରି ଲାଗୁଛି, ହଁ କି ନାହିଁ। ତ ଚାଲନ୍ତୁ ଏମିତି ଭାବେ ଦେଖନ୍ତୁ ସବୁତକ ମୁଁ ଗୁଳା କରିନେଲି। ଗୁଳା କରିକି ଗ୍ୟାସ୍କୁ ଚାଲନ୍ତୁ ଅନ୍ କରିନେବା। ଦେଖନ୍ତୁ ମୁଁ ସବୁବେଳେ ଯେହେତୁ ନଷ୍ଟିଂ କରି ଯେଉଁ ମୋମୋ ବନାଉଥିଲି ସେଇ କରେ ଯେହେତୁ କରୁଥିଲି, ଆଜି ଆପଣଙ୍କ ତେଲ ସେୟାର କରିବି। ତ କରେଇ ପ୍ରଥମେ ତେଲ କରେଇ ଗରମ ହେଇସାରିଲା ପରେ ଧିମା ଆଞ୍ଚ ଯେହେତୁ ଦେବା। ଯେମିତି ମୁଁ କହୁଥିଲି ଯେ ଯେଉଁମାନଙ୍କ ପାଖରେ ମାନେ ନଷ୍ଟିଂ କରିନାହିଁ, ରସ କରେଇ ଯଦି ନେଉଛନ୍ତି ତ ଏଇ ଭାବେ ଦେଖନ୍ତୁ କରନ୍ତୁ। ତେଲ କରେଇ ଦୁଇଟି ଯାକ ଗରମ ହେଲା ମୋତେ ଜଷ୍ଟ ବେସନ ଟିକେ ପକାଇବେ। ଫଟାଫଟ ଯେହେତୁ ଆମେ ଯେଉଁ ପ୍ରୋସେସନ୍ କରୁଛନ୍ତି ଫଟାଫଟ ପକାଇ ନେବା। ଜମା ଡରିବେନି, ପୋଡ଼ିବନି। ତ ଦେଖିପାରୁଛେ ନା ଫଟାଫଟ ପକାଇ ସାରିଲା ପରେ ଦେଖନ୍ତୁ କରେଇରେ ବି ଲାଗୁନି, ଚିପକୁନି। ଦେଖିପାରୁଛନ୍ତି ଆପଣମାନଙ୍କ ସାମ୍ନାରେ। ତ ଚାଲନ୍ତୁ ଏଇ ଭାବେ ଟିକେ ହାଲକା ଫୁଲକା ବ୍ରାଉନ୍ କରିନେବା। ଯଦି ଆପଣ ସିଝେଇକି ଖାଇବାକୁ ଚାହୁଁଛନ୍ତି ତ ଖାଇପାରିବେ, ନାହିଁ ଯଦି ଏମିତି ତେଲରେ କ୍ରିସ୍ପି କରିପାରିବେ। ହଁ, ଆଉ ଯଦି ଆପଣ ଚାହିଁବେ ତେଲରେ ବି ଛାଣି ବି ପାରିବେ। ଜମା ଭାଙ୍ଗିବନି କି ଜମା ଡରିବାର ନାହିଁ। ଆପଣ ଦେଖନ୍ତୁ କରେଇ ଓହ୍ଲେଇକି ଯେହେତୁ ଦେଖାଉଛି ତଳେ ପଟେ ବି ଜମା ଲାଗିବନି। ଚାଲନ୍ତୁ ମୁଁ ଆପଣଙ୍କୁ ନୋଟେଇକି ବି ଦେଖାଇ ଦେଉଛି। ଦେଖିପାରୁଛେ ନା କେତେ ଇଜି ସରଳ ଭାବେ ହେଇଯାଉଛି। ତ ବିନା ଟେନସନ୍ରେ ଏମିତି ଭାବରେ ଥରେ ଟ୍ରାଏ କରନ୍ତୁ। ତ ଦେଖିବେ ଆପଣମାନେ ଯେତେବେଳେ କରିକି ଖାଇବେ ସେତେବେଳେ ଯେହେତୁ ସ୍ୱାଦିଷ୍ଟ ନିଶ୍ଚୟ ଜାଣିବେ। ଦେଖିବାକୁ ତ ଯେକୌଣସି ରେସିପି ଯେହେତୁ ଭଲ ଲାଗେ, ମାନେ ଦେଖିବାକୁ ତ ଯେକୌଣସି ରେସିପି ସୁନ୍ଦର ଲାଗେ, ଯଦି ଆପଣ କରିକି ଖାଇଲେ ଜାଣିବେ ତା'ର ଟେଷ୍ଟଟା କେମିତି। ତ ଚାଲନ୍ତୁ ଫଟାଫଟ ହେଇଗଲା। ମୁଁ ଯେମିତି କହିଥିଲି ଏ ମଣ୍ଡାଟା ଯେହେତୁ ଆପଣ ଚାହିଁଲେ ଛାଣି ବି ପାରିବେ। ମୁଁ ଯେମିତି କହିଥିଲି ସବୁଦିନ ତେଲ ମସଲା ଖାଇବାଟା ଯେହେତୁ ଦେହ ପ୍ରତି ଭଲ ନୁହେଁ, ସେଥିପାଇଁ ଦେଖନ୍ତୁ ମୁଁ ଏମିତି କିଛି ଆପଣଙ୍କ ପାଇଁ ହାଲକା ଫୁଲକା ନେଇକି ଆସିଛି। ତାହା ବି ଦେଖିପାରୁଛେ ନା କେତେ କ୍ରିସ୍ପି ଆଉ ଟେଷ୍ଟି ଯେହେତୁ ଦେଖାଯାଉଛି। ତ ଦେଖନ୍ତୁ ଗୋଟେ ଭାଡ଼ି କାଢ଼ିଲେ ଆଉ ଗୋଟେ ଭାଡ଼ି ପକାଇ ନେଲି। ସେ ଭାଡ଼ିଟାକୁ ବି ଏମିତି ଭାବରେ କରିନେବି। ଆପଣମାନେ ଦେଖିଦେଲେ ଯେମିତି ଭିତର ପଟେ ଦେଖାଯାଉଛି, ବାହାରି ପଟେ ବି ଦେଖନ୍ତୁ କାହାକୁ କେହି ଲାଗିନି, ଜମା ଭାଙ୍ଗିନି, କିଛି ଡରିବାର ଏଠି ନାହିଁ। ତ ଚାଲନ୍ତୁ ମୁଁ କରିସାରିଲା ପରେ ଆପଣଙ୍କୁ ଥରେ ପୁଣି ଥରେ ଦେଖାଇ ନେଉଛି। ସବୁତକ ମୋର ରେଡ଼ି ହେଇଛି। ଆଉ 3ଟି 4ଟି ବି ଅଲରେଡ଼ି ସରିଗଲାନି। କାହିଁକିନା କିଛି ହେଲ୍ଦି ଟେଷ୍ଟି ବନେଇଲେ ସେ ପିଲାମାନେ ଭାଇନା ବି ଯେହେତୁ କଣ୍ଟ୍ରୋଲ୍ କରି ରହିପାରନ୍ତିନି। ତ ଚାଲନ୍ତୁ ମୁଁ ତ ଚଟଣି ସହିତ ପରସି ନେଲି। ଆପଣଙ୍କୁ ଏଇ ରେସିପିଟି କେମିତି ଲାଗିଲା ଆପଣମାନେ ଆପଣଙ୍କ ମତାମତ ଦେବେ। ନେକ୍ସଟ ଭିଡ଼ିଓ କିଛି ନୂଆ ନେଇକି ଆସି ସେବେ ଯାଇ ଅପେକ୍ଷା କରି ବସିଥିବେ। ତା ପୂର୍ବରୁ ଦେଖନ୍ତୁ କେତେ ସୁନ୍ଦରତା ଦେଖାଯାଉଛି, ଭିତର ବାହାରି କ୍ରିସ୍ପି ବି ଅଛି। ଆପଣ ଏଇ ଚଟଣିଟା ପୁରା ଜବରଦସ୍ତ ଲାଗୁଛି। ଆପଣ ଥରେ ଟ୍ରାଏ କରନ୍ତୁ। ବହୁତ ମାତ୍ରାରେ ଆପଣ ପରିବାର ସହିତ ସାହି ପଡ଼ିଶା ଥିଲେ ସେୟାର କରନ୍ତୁ। ତ ନେକ୍ସଟ ଭିଡ଼ିଓ କିଛି ନୂଆ ନେଇକି ଆସି ସେବେ ଯାଇ ମୋତେ ବିଦାୟ ଦିଅନ୍ତୁ। ବାଏ। ଏଇ ଚଟଣିଟା ଦେଖିଲା ମାତ୍ରେ ଆପଣଙ୍କ ମୁହଁ ତ ପାଣି ନିଶ୍ଚୟ ଆସିଯାଉଛି ନା। କାହିଁକିନା ଚଟଣିଟା ଖାଲି ଦେଖିବାକୁ ସୁନ୍ଦରତା ନଥାଏ, ଯେହେତୁ ଖାଇବାଟା ହିଁ ଟେଷ୍ଟି ଲାଗିଥାଏ। କାହିଁକିନା କାକୁଡ଼ି, ଜାମି, ଡାଳିମ୍ବ ଏସବୁ ତ ଭିଟାମିନ୍ ଜାଣିଛନ୍ତି। ତ ଚାଲନ୍ତୁ ଆଉ କିଛି କହିବାର ନାହିଁ, ଏଇଠି ମୁଁ ବିଦାୟ ନେଉଛି।